কর্ম করিণ ফল পাই প্রাণী তা অবশ্য ভুঞ্জই। মহাপুরাণ ভাগবত কথা অতিবড়ি জগন্নাଥ দাস কହୁଛନ୍ତି কর্ম করিণ ফল পাই প্রাণী তা অবশ্য ভুঞ্জই। ফল আজ্ঞା মিଳେ কোଉଠୁ? ଗଛରୁ ନୁହେଁ, କର୍ମରୁ ଆଜ୍ଞା ଫଳ ମିଳେ। କର୍ମାନୁସାରେ ଫଳ। କର୍ମକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟେ ସୁକର୍ମ, ଅପରଟି ହେଉଛି କୁକର୍ମ। ଭଲ କର୍ମ କଲେ ଭଲ ଫଳ ଲାଭ ହେବ, ଖରାପ କର୍ମ କଲେ ଖରାପ ଫଳ ପ୍ରାପ୍ତ ହେବ। ତେବେ ଯେତେବେଳେ ଭଗବାନ ଆମକୁ ଜନ୍ମ ଦେଇଛନ୍ତି, ଏ ସଂସାର ଭିତରେ ଆମେ ଜନ୍ମ ନେଇଛନ୍ତି, ଆମକୁ ଭଲ କର୍ମ କରିବାକୁ ପଡ଼ିବ। ଭଗବାନ କାହିଁକି ଆମକୁ ହାତ ଦେଇଛନ୍ତି? ନା ଭଗବାନଙ୍କ ସେବାରେ ନିୟୋଜିତ ହେବା ପାଇଁ, ତାଙ୍କ କର୍ମ କରିବା ପାଇଁ ଆମକୁ ଭଗବାନ ହାତ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସମାଜରେ ଯୁବପିଢ଼ି ମାନେ କରୁଛନ୍ତି କ'ଣ? ଏଇ ହାତରେ ବାପକୁ ବାଡ଼ଉଛନ୍ତି, ନାରୀ ଧର୍ଷଣ କରୁଛନ୍ତି, ଚୋରି କରୁଛନ୍ତି, ଡକାୟତି କରୁଛନ୍ତି, ଅନ୍ୟାୟ ଅତ୍ୟାଚାର କରୁଛନ୍ତି, ଅନେକ ଅନେକ କଥା ସବୁ ହେଉଛି। ସେଇଥିପାଇଁ ଆମର ଇଏ କଳିଯୁଗ ଆଜି ଅପଭ୍ରଂଶ ଆଡ଼କୁ ଗତି କରିବାକୁ ଗଲାଣି। ବିଶେଷ କରି ଏଇ ମଦମାଂସ ଯୋଗୁଁ କଳିଯୁଗଟା କଳୁଷିତ ହେବାକୁ ଲାଗୁଛି। ଆମେ କେହି ଆଜିକାଲି ଯୁଗରେ ଭଲ କର୍ମ କେହି କରୁନାହାନ୍ତି। ଭଗବାନ କ'ଣ ହାତ ଦେଇଛି ଏଇ କର୍ମ କରିବା ପାଇଁ? ନାଇଁ ଆଜ୍ଞା, ମୋର ଯୁବପିଢ଼ି ମାନଙ୍କୁ ଅନୁରୋଧ, ସେମାନେ ଏ କର୍ମ କେବେ ହେଲେ କରନ୍ତୁ ନାହିଁ। ଭଗବାନ ଆଖି ଦେଇଛି କ'ଣ ପାଇଁ? ନା ସେଇ ପରମ ବ୍ରହ୍ମଙ୍କୁ ଦର୍ଶନ କରିବା ପାଇଁ, ଠାକୁରଙ୍କୁ ଦର୍ଶନ କରିବା ପାଇଁ। କିନ୍ତୁ ତା ପ୍ରତିବଦଳର ଆମେମାନେ କରୁଛନ୍ତି କ'ଣ? ନାଇଁ ଏଇ ଆଖିରେ ଝିଅମାନଙ୍କୁ ଆମେ ଆଖିଠାର ମାରୁଛନ୍ତି। ଏଗୁଡ଼ା ସବୁ ଭ୍ରମ ଧାରଣା, ଇଏ ସବୁ ଭ୍ରମ କଥା। ତେଣୁ ଆପଣମାନେ ସୁକର୍ମ କରନ୍ତୁ, ଉତ୍ତମ ଫଳ ଲାଭ ହେବ। କୁକର୍ମ ଆଡ଼କୁ ଗତି କରନ୍ତୁ ନାହିଁ। ଦେଖନ୍ତୁ, ମୁଁ ଆଜି ଗୋଟିଏ ସୁନ୍ଦର ଉଦାହରଣ ଆପଣମାନଙ୍କୁ ଦଉଛି। ଇଏ ମାର୍କଣ୍ଡ ପୁରାଣ ଭିତରେ ବର୍ଣ୍ଣନା କରାଯାଇଛି। କେହି କେମିତି ଆପଣମାନେ ମାର୍କଣ୍ଡେୟ ପୁରାଣ ପଢ଼ିଥିବେ, ଯେଉଁମାନେ ପଢ଼ିଥିବେ ସେମାନେ ଏ କଥା ଜାଣିଥିବେ। ତେବେ ଶୁଣନ୍ତୁ, ଜଣେ ମହାନ ଋଷିଙ୍କର ଚରିତ। ସେ କେଉଁ କର୍ମ କରିଥିଲେ ଆଉ କେଉଁ ଫଳ ତାଙ୍କୁ ପ୍ରାପ୍ତ ହେଲା। ମୃକୁଣ୍ଡୁ ଋଷିଙ୍କର ପୁତ୍ର ଥିଲେ ମାର୍କଣ୍ଡେୟ। ସେ ଯେତେବେଳେ 7 ବର୍ଷର ହେଇଥିଲେ, ଦିନେ ନଦୀକୁ ସ୍ନାନ କରିବା ପାଇଁ ଯାଉଛନ୍ତି। ମାର୍କଣ୍ଡେୟ ଯାଉଥିବା ସମୟରେ ହଠାତ୍ ଦେଖିଲେ ଗୋଟିଏ ବେଙ୍ଗ ଡେଇଁ ଡେଇଁକି ସେ ଯାଉଛି। କେଜାଣି ମାର୍କଣ୍ଡ ଋଷିଙ୍କ ମନରେ କ'ଣ ସୃଷ୍ଟି ହେଲା ସନ୍ଦେହ। ସେ ସଙ୍ଗେ ସଙ୍ଗେ ସେଇ ବେଙ୍ଗଟାକୁ ଧରି ପକେଇଲେ। ଗୋଟିଏ ସୂତାରେ ତା ବେକକୁ ଗୁଡ଼େଇ ଘୁଷାରି 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 କିଛି ବାଟ ନେଇକି ଗଲେ। ବେଙ୍ଗଟି ବିକଳରେ ଯନ୍ତ୍ରଣାରେ ଛଟପଟ ହୋଇ କିଛି ସମୟ ପରେ ତାର ପ୍ରାଣବାୟୁ ଚାଲିଗଲା। ମାର୍କଣ୍ଡେୟ ନଦୀରେ ସ୍ନାନ ଶୌଚ ସାରି ଆଶ୍ରମକୁ ଫେରିଲେ। ଆପଣମାନେ ମାର୍କଣ୍ଡେୟକୁ ଜାଣିଥିବେ, ଉଣା ଅଧିକେ ଜାଣିଥିବେ। ଆପଣମାନେ ମାର୍କଣ୍ଡେୟ ଋଷି ଥିଲେ ମହାଜ୍ଞାନୀ, ତପସ୍ୱୀ, ସିଦ୍ଧ ସାଧକ ଋଷି। ତାଙ୍କର ସାଧନା ଏତେ ଗରିୟସୀ ହେଲା ଯେ ପ୍ରଳୟ ଜଳ ମାରି ଆସିଲାଣି, ତଥାପି ମାର୍କଣ୍ଡେୟ ଋଷିଙ୍କର ତପସ୍ୟା ଭାଙ୍ଗୁ ନାହିଁ। ପ୍ରଳୟ ଜଳ ଉପରେ ସେ ଭାସୁଛନ୍ତି। ମାର୍କଣ୍ଡ ଋଷି ଯାଉଥିଲେ ଭାସି, ଉଦ୍ଧରି ଧରିଲ ବାହୁବଳେ। ଭଗବାନ ବିଷ୍ଣୁ ମାର୍କଣ୍ଡେୟ ଋଷିଙ୍କୁ ଉଦ୍ଧାର କରିଥିଲେ ପ୍ରଳୟ ଜଳରୁ। ଏ କଥା ଆପଣମାନେ ସମସ୍ତେ ଉଣା ଅଧିକେ ଜାଣିଥିବେ। ତେଣୁ ମାର୍କଣ୍ଡେୟ ଋଷି ତାଙ୍କର କୀର୍ତ୍ତି କଳାପ ଅନେକ କିଛି ଅଛି। ଯେତେବେଳେ ସିଏ ଅନ୍ତିମ ଶଯ୍ୟାରେ ଉପସ୍ଥିତ ହେଲେ, ଶେଷ ସମୟ ଯେତେବେଳେ ତାଙ୍କର ଆସିକି ପହଞ୍ଚିଲା, ମାର୍କଣ୍ଡେୟ ଋଷି ଶଯ୍ୟା ଉପରେ ଶୋଇଛନ୍ତି। ଏହି ସମୟରେ ଯମରାଜ ତାଙ୍କର ଦୂତମାନଙ୍କୁ କହିଲେ, ତମେ ଯାଅ, ମାର୍କଣ୍ଡେୟ ଋଷିଙ୍କର ଜଟାକୁ ମୋ ରଥରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ତମେ ଯମପୁରକୁ ଘେନି ଆସ। ଯମଦୂତ ମାନେ ଆସିଲେ। ଆଜ୍ଞା, ମାର୍କଣ୍ଡେୟ ଋଷିଙ୍କ ପାଖରେ ପହଞ୍ଚିଲେ, ଦେଖିଲେ ଯେ ମାର୍କଣ୍ଡେୟ ଶୟନ କରିଛନ୍ତି। ଯମଦୂତ ମାନେ ମଣିଷର ଜୀବାତ୍ମା କେମିତି ନିଅନ୍ତି? ନା, ଲୋକଟା ଶୋଇଥିବ, ତା ପାଖରେ ଠିଆ ହେବେ। ଯେତେବେଳେ ମଣିଷ ଶରୀରରୁ ଜୀବାତ୍ମାଟା ବାହାରି ଆସେ, ସେହି ସମୟରେ ଯମଦୂତ ମାନେ ଯମପୁରକୁ ନେଇକି ତାର ଜୀବାତ୍ମାଟାକୁ ଯାଆନ୍ତି। ଯମଦୂତ ମାନେ ଯେତେବେଳେ ଠିଆ ହେଇଛନ୍ତି, ମାର୍କଣ୍ଡେୟ ଋଷିଙ୍କ ଶରୀରରୁ ତାଙ୍କର
जीवात्मा बाहरी आसिला। जमदूत माने मार्कंडेयंकर जटाकू रथरे बांधी घोषाड़ी घोषाड़ी जमपुर को नहीं जाउछंती। चित्कार करुछंती मार्कंडेय, मते रक्षा कर बोली। जते बेले करुण विलाप स्वर रे चित्कार करुछंती, एही समय रे देवर्षि नारद गगन मार्ग रे उड़ी उड़ी जाउथिले। शुणिले मार्कंडेय ऋषिंकर करुण विलाप सुनल। मन मध्य चिंता कले नारद, अरे ये जने एते बड़ ऋषि, जने सिद्ध साधक, जमदूत माने कहीं रथरे बसाई तांकर जटा को बांधी घोषाड़ी घोषाड़ी नेउछंती। यार प्रकृत रे रहस्य कौन अछि, यह जानिबा पाई सेदिन देवर्षि नारद जमपुर रे उपस्थित हेले। नारद पचारिले, हे जमराजा, आपण काहींकी ऋषि मार्कंडेय को आपणकर दूत माने तांकर जटा को रथरे बांधी घोषाड़ी घोषाड़ी आनुछंती, यार कारण कौन? प्रत्युत्तर देले जमराजा, कहिले, हे देवर्षि नारद, जेतेबेले मार्कंडेय 7 वर्ष हेइथिले स्नान को जीवा समय रे गुटिए व्यंगरे सूता को गुड़ेई से घोषाड़ी घोषाड़ी किछि बाट नहीं थिले। किछि समय परे से व्यंगर प्राणवायु चली जाइथिला। जतिकी समय व्यंग कष्ट अनुभव करिथिला, सतिकी समय ये ऋषि को जंत्रणा रे छटपट हेबाकू बाध्य। काहे कि ना से स्वहस्ତରେ जो कर्म करिसंती से कर्म खंडन हबनी। आज्ञा आपण जो स्वहस्ତରେ कर्म करिवे से कर्म केबे खंडन हबनी। जेते यज्ञ करंतु, जेते होम करंतु, जेते पूजा अर्चना करंतु, जहा किछि करंतु, स्वहस्ତରେ करिथिबा कर्मटा अखंडनीय, से केबे कटिबनी। जने ऋषि से तो तपस्या कले, ऋषि रे परिणत हेले, तथापि 7 वर्ष समय रे जो कुकर्म करिथिले तांको मध्य फल भोग करिबाकू पड़िला, जम जंत्रणा भोग करिबाकू पड़िला। जतिकी समय व्यंग जंत्रणा रे छटपट हेई मरिथिले, सतिकी समय ऋषि छटपट हेई जमपुर को गले। तेबे आपण माने चिंता करंतु, स्वहस्ତରେ करिथिबा कर्मटा केबे खंडन हेबो नाही। जे जो भली कर्म करिवो से सही भली फल पाइबो। सेहिति पाई अति बड़ी जगन्नाथ दास कहिले, कर्म करिण फल पाई प्राणिता अवश्य भुंजई। करिथिबा कर्म निजे को भोग करिबा को पड़िबो। हो आज्ञा, आजि पाई रहिली। म आशा करे परवर्ती भिडियो रे आपनक सहित साक्षात हेबो। रहिली। जय जगन्नाथ।